ଆସିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କୁ ମୁଁ ଏବଂ ସିଦ୍ଧାନ୍ତ ତାଙ୍କୁ ମୁଁ ଆଦେଶ ଦେଲି ଏତେ ବଡ଼ ମୋ ଧନୁଯାତ୍ରାରେ ଗୋଟାଏ ବି ଆମ୍ବୁଲାନ୍ସ ନାହିଁ ଧନୁଯାତ୍ରା ସମ୍ମୁଖରେ ଗୋଟିଏ ଆମ୍ବୁଲାନ୍ସ ଦରକାର ସଙ୍ଗେ ସଙ୍ଗେ ଗୋଟିଏ ଆମ୍ବୁଲାନ୍ସ ଆସିଲା ଦ୍ୱିତୀୟରେ କ୍ୟାନ୍ସର ହସ୍ପିଟାଲ ହେଇଛି ହେଲେ ରୋଗୀଙ୍କ ପାଇଁ ଡାକ୍ତର ନାହାନ୍ତି ତେଣୁ ଅତି ଶୀଘ୍ର ଭଲ ଭଲ ଡାକ୍ତରର ବ୍ୟବସ୍ଥା କରିବା ପାଇଁ ଆଦେଶ ଦେଇ ବୁଝିଗଲା ଧନୁଯାତ୍ରା ନବମ ରଜନୀରେ କ'ଣ ରହିଥିଲା ଆଜି ଦିଗ୍ବିଜୟ ସମୟରେ ମୋତେ ସମ୍ବାଦ ଆସିଲା ଆମ୍ରବଣରେ ମୁନି ଋଷିମାନେ ଶ୍ରୀକୃଷ୍ଣଙ୍କ ନାଁରେ ମୃତାହୁତି କରୁଛନ୍ତି ଛୁଟିଗଲି ଆମ୍ରବଣକୁ ଏବଂ ସମସ୍ତ ମୁନି ଋଷିମାନଙ୍କୁ ବାନ୍ଧିକି ନେଇ ଆସିଲି ରାଜଦରବାର କାହିଁକି ମୁନି ଋଷିମାନଙ୍କର ଧର୍ମ ହେଲା ଯାଗ ଏବଂ ଯଜ୍ଞ ସେମାନେ ଜଙ୍ଗଲରୁ ପିଆ ଶାଳ ଏବଂ ଚନ୍ଦନ ବୃକ୍ଷ ଛେଦନ କରି ଯଜ୍ଞ କରୁଛନ୍ତି ପୁଣି କୃଷ୍ଣଙ୍କ ନାଁରେ ତେଣୁ ଜଙ୍ଗଲ ମୋର କ୍ଷୟ ହେବାକୁ ଯାଉଛି ତେଣୁ ମୁନି ଋଷିମାନଙ୍କୁ ମୁଁ ତାଗିଦ କରିଛି ଏବଂ କାରାଗାରରେ ନିକ୍ଷେପ କରିଛି ଏବଂ ମଥୁରାପୁରବାସୀ ଆବାଳ ବୃଦ୍ଧ ବନିତାଙ୍କୁ ମୁଁ ଜଣେଇ ଦେଇଛି ମଥୁରା ରାଜ୍ୟରେ ଯିଏ ଯଦି ଗୋଟାଏ ବୃକ୍ଷ ଛେଦନ କରିବ ଆଉ ଗୋଟାଏ ହସ୍ତକୁ ମୁଁ ଛେଦନ ଏବଂ ସମସ୍ତଙ୍କୁ ଆଦେଶ ଦେଇଛି ସମସ୍ତେ ଛୋଟରୁ ବୁଢ଼ା ପର୍ଯ୍ୟନ୍ତ ଗୋଟାଏ ଗୋଟାଏ ବୃକ୍ଷ ରୋପଣ କରିବା ପାଇଁ ତାପରେ ଆସିଲି ରାଜଦରବାରରେ ସର୍ବପ୍ରଥମରେ ମୁନି ଋଷିମାନଙ୍କ ଉପରେ ଅତ୍ୟାଚାର ହେଲା ଦ୍ୱିତୀୟରେ ଦେବର୍ଷି ନାରଦଙ୍କ ବାକ୍ୟ ଅନୁସାରେ ଇଷ୍ଟଦେବ ଶିବଙ୍କୁ କରିଣ ତପସ୍ୟା ପ୍ରାପ୍ତ କରିଅଛି ଆଜି ରୁଦ୍ର ଷୋଡ଼ ଏ ହେଉଛି ଆଜିର ବିଷୟବସ୍ତୁ କୃଷ୍ଣ ବଳରାମଙ୍କୁ ବଧ କରିବା ପାଇଁ ତପସ୍ୟା କରିଣ ଇଷ୍ଟଦେବ ଶିବେ ପ୍ରାପ୍ତ କରିଅଛି ରୁଦ୍ର ଷୋଡ଼ ହେଲେ ଶିବଙ୍କ ନିର୍ଦ୍ଦେଶ ଅଛି ଯେତେ ଦିନ ଯାଏ ରୁଦ୍ର ଷୋଡ଼ର ହେବ ସଦ୍ବ୍ୟବହାର ରୁଦ୍ର ଷୋଡ଼ ରହିବ ମୋରି ପାଖରେ ଯେଉଁଦିନ ରୁଦ୍ର ଷୋଡ଼ର ହେବ ସଦ୍ବ୍ୟବହାର ରୁଦ୍ର ଷୋଡ଼ ଫେରିଯିବ ଇଷ୍ଟଦେବଙ୍କ ପାଖକୁ ଆଜି ଖବର ଦେଇନାହାନ୍ତି ଏପର୍ଯ୍ୟନ୍ତ ଅକ୍ରୁର ଆଜି ଯେଉଁ ଅତିଥିମାନେ ଆସିଥିଲେ ଆଜି ଆସିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କୁ ମୁଁ ଏବଂ ସିଦ୍ଧାନ୍ତ ତାଙ୍କୁ ମୁଁ ଆଦେଶ ଦେଲି ଏତେ ବଡ଼ ମୋ ଧନୁଯାତ୍ରାରେ ଗୋଟାଏ ବି ଆମ୍ବୁଲାନ୍ସ ନାହିଁ ଧନୁଯାତ୍ରା ସମ୍ମୁଖରେ ଗୋଟିଏ ଆମ୍ବୁଲାନ୍ସ ଦରକାର ସଙ୍ଗେ ସଙ୍ଗେ ଗୋଟିଏ ଆମ୍ବୁଲାନ୍ସ ଆସିଲା ଦ୍ୱିତୀୟରେ କ୍ୟାନ୍ସର ହସ୍ପିଟାଲ ହେଇଛି ହେଲେ ରୋଗୀଙ୍କ ପାଇଁ ଡାକ୍ତର ନାହାନ୍ତି ତେଣୁ ଅତି ଶୀଘ୍ର ଭଲ ଭଲ ଡାକ୍ତରର ବ୍ୟବସ୍ଥା କରିବା ପାଇଁ ଆଦେଶ ଦେଇଛି ଏବଂ ତୃତୀୟରେ ଟାଉନ ଭିତରେ ଯେଉଁ ହସ୍ପିଟାଲ ଥିଲା ତାର ସୁନ୍ଦରୀକରଣ ଏବଂ ତାର ରୂପାନ୍ତର ତାକୁ କରିବା ପାଇଁ ମୁଁ ନିର୍ଦ୍ଦେଶ ସିଆର୍ପିଏଫ୍ ଡିଜିଙ୍କୁ ମୁଁ ନିର୍ଦ୍ଦେଶ ଦେଇଛି ମୋ ମଥୁରା ରାଜ୍ୟରେ ଯୁଦ୍ଧ ଚାଲିଛି ତେଣୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଉ 2000 ସିଆର୍ପିଏଫ୍ ଯବାନ ପଠାଇବା ପାଇଁ ଆଦେଶ ଦେଇଛି ଆସିଛନ୍ତି ଅକ୍ରୁର ସମ୍ବାଦ ଦେଇଛନ୍ତି କୃଷ୍ଣ ବଳରାମଙ୍କର ବଳେ ବଳେ କୌଶଳେ ଉପରୁ ନେଇ ଆସିଛନ୍ତି କୃଷ୍ଣ ବଳରାମ ଏ ମଥୁରା ରାଜ୍ୟ ଦେଖୁଛନ୍ତି ଧନୁଯାତ୍ରା ତେଣୁ ମୁଁ ଆଜି ଆନନ୍ଦିତ ଏବଂ ଗର୍ବିତ ଶତ୍ରୁ ଯେତେବେଳେ ମୋରି ସମ୍ମୁଖକୁ ଆସିବ ପ୍ରତିଶୋଧ ନେବ ତ୍ରିଭୁବନ ବିଜୟ କରିବ